ଆଜି ଶୁଣିବା ଅକ୍ଷୟ ମହାନ୍ତିଙ୍କର ଆତ୍ମଜୀବନୀ ଆର୍ଯ୍ୟ ଦାସର ଆତ୍ମଲିପିର ଦ୍ୱିତୀୟ ଭାଗ। ପଶୁମାନଙ୍କ ପ୍ରତି ମୋର ଦୁର୍ବଳତା ବଢ଼ିବାର କାରଣ ହେଲା ଯେ ସେମାନେ କଥା କହିପାରନ୍ତି ନାହିଁ। ତାଙ୍କ ଦୁଃଖ ଦୁର୍ଦ୍ଦଶା କାହାକୁ ଜଣାଇ ପାରନ୍ତି ନାହିଁ। ଆଉ ମୁଁ ବି ସେମିତି ଗୋଟିଏ ପଶୁ ଯିଏକି କାହା ସହିତ କଥାବାର୍ତ୍ତା କରିପାରେ ନାହିଁ। ମୋ କଥାର କୌଣସି ଗୁରୁତ୍ୱ ନାହିଁ। ବିଧବାମାନଙ୍କ ଭିତରେ ରହି ମୁଁ ଗୋଟିଏ ଯନ୍ତ୍ର ବନିଯାଇଥିଲି। ସକାଳେ ଉଠି ନିତ୍ୟକର୍ମ ସାରି ପାଠ ପଢ଼ି ବସେ। ସେ 30 ଜଣ ବିଧବାଙ୍କ ଭିତରୁ କେହି ନା କେହି ଦିଦି ଆସି ମୋତେ ପଢ଼େଇ ବସିବେ। ପୁଣି 10ଟା ବେଳକୁ ସ୍କୁଲ। ପୁଅ ପିଲା ମାତ୍ର 3 ଜଣ। ଝିଅଙ୍କ ସହିତ ବେଶୀ କଥା କହି ହୁଏ ନା। ସେମାନେ ନିଜ ନିଜ ଭିତରେ ଖୁବ୍ ରହସ୍ୟମୟ କଥାବାର୍ତ୍ତା ହୁଅନ୍ତି। 2-4 ଜଣ ଝିଅ କଥାବାର୍ତ୍ତା କରୁଥିଲା ବେଳେ ଯଦି ହଠାତ୍ ମୁଁ ତାଙ୍କ ଭିତରେ ପହଞ୍ଚିଯାଏ, ସେମାନେ ଚୁପଚାପ ହୋଇଯାଆନ୍ତି। ମୋତେ ଦୋଷୀ ଦୋଷୀ ଲାଗେ। ତେଣୁ ସ୍କୁଲରେ ମଧ୍ୟ ଏକା। କ୍ଲାସରେ ବସିଥିବା ବେଳେ ମୋ ସହିତ କଥାବାର୍ତ୍ତା କରେ କେବଳ ଅଞ୍ଜୁ। କିନ୍ତୁ ସ୍କୁଲ ଛୁଟି ହେଲା ପରେ ସବୁ ଶୂନଶାନ। ଏକ ବିରାଟ କୋଠାରେ ରହୁଥିବା ବିଧବାମାନେ ଓ ଅଭୟା ଦେବୀ। 4ଟା ପରେ ଯେଉଁ ବାଦାମ ଗଛ ତଳେ ମୁଁ ଯାହା ନିଜେ ନିଜ ସହିତ ଖେଳେ। ବେଳେବେଳେ ଇଚ୍ଛା ହୁଏ ବାପା ବୋଉଙ୍କୁ ପଚାରିବାକୁ ଯେ ସେମାନେ ମୋତେ ଦୂରେଇ ଦେଇଛନ୍ତି କାହିଁକି। ଗୋଟିଏ ପୁଅ ହିସାବରେ ସବୁ ସ୍ନେହର ଅଧିକାରୀ ମୁଁ। କିନ୍ତୁ ସେମାନେ ରହୁଛନ୍ତି ଅନ୍ୟ ଘରେ ଓ ମୁଁ ରହୁଛି ବିଧବା ବୋର୍ଡ଼ିଂରେ। ଅବଶ୍ୟ ମୋତେ ସେଠି କେହି ଘୃଣା କରୁନଥିଲେ। କିନ୍ତୁ ସେମାନେ ଅର୍ଥାତ୍ ସେ ଅନ୍ତେବାସିନୀ ବିଧବାମାନେ ଭଲ ଭାବେ ଜାଣିଥିଲେ ଯେ ମୁଁ ତାଙ୍କର କେହି ନୁହେଁ। ପିଲାଦିନୁ ଏହି ଭାବନା ମୋତେ ବିବ୍ରତ କରି ପକାଉଥିଲେ। ଜଣେ ଅଭୟା ଦେବୀଙ୍କ ପ୍ରତି ବାପା ବୋଉଙ୍କ ଶୁଭଦୃଷ୍ଟିର ଅନ୍ତ ନାହିଁ। ତେଣୁ ତା ସେବା କରିବା, ଲୁଗାପଟା ଯୋଗାଇ ଦେବା ଇତ୍ୟାଦି ଯେମିତି ଆମ ପରିବାରର କର୍ତ୍ତବ୍ୟ। ସେ କେବଳ ବରାଦ କରନ୍ତି ଏବଂ ତାହା ଅତି ଶୀଘ୍ର ପାଳିତ ହୁଏ। ଅଭୟା ଦେବୀ, ଯାହାଙ୍କୁ ମୁଁ ମା ଡାକିଥିଲି, ସେ ମୋର ଲାଳନ ପାଳନରେ କୌଣସି ବ୍ୟତିକ୍ରମ କରୁନଥିଲେ। ମୋର ସକାଳୁ ଉଠି ନିତ୍ୟକ୍ରମ କରିବାକୁ, ସ୍କୁଲ ଯିବା, ଶୋଇବା ପର୍ଯ୍ୟନ୍ତ ସବୁରେ ସେ ତଦାରଖ କରୁଥିଲେ। ଆମ ଘରୁ ଟିକେ ବେଶୀ ଆଦର ପାଇବା ପାଇଁ ହୁଏତ ଏମିତି ମୋ ପ୍ରତି ତାଙ୍କର ଅସୀମ ପ୍ରେମ ଓଜାଡ଼ି ହୋଇ ପଡ଼ୁଥିଲା। ଅଭୟା ଦେବୀ ଥିଲେ ସେହି ସ୍କୁଲର ଜଣେ ସିନିୟର ଟିଚର। ତେଣୁ ହଷ୍ଟେଲରେ ରହୁଥିବା ସମସ୍ତ ବିଧବା ତାଙ୍କୁ ମାନନ୍ତି ଏବଂ ମୋର ଲାଳନ ପାଳନରେ ବ୍ୟସ୍ତ ଥାନ୍ତି। ଅଥଚ ସେ ଗୋଟିଏ ଅସୁବିଧା, ମୁଁ ସେମାନଙ୍କ କଥାବାର୍ତ୍ତାରେ ଯୋଗ ଦେଇପାରେ ନା। 2-3 ଜଣ ବସି ଗପୁଥିବେ, ଆଉ ମୁଁ ଯଦି ସେହି ସମୟରେ ପହଞ୍ଚିଯାଏ, ତେବେ ସେମାନେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ମୋତେ ପାଠ ପଚାରି ବସନ୍ତି। ସେଥିପାଇଁ ମୋର ପାଠ ପ୍ରତି ବିତୃଷ୍ଣା ଆସିଗଲା। ମୋ ମନ କେବଳ ଖୋଜି ବୁଲିଲା ଜାଣିବାକୁ ଯେ କ'ଣ ସେ ରହସ୍ୟାବୃତ ଗଳ୍ପ ଯାହାକୁ ମୁଁ ଶୁଣିପାରିବିନି। ଏହି ରହସ୍ୟକୁ ଭେଦ କରିବାକୁ ଦିନେ ଅଞ୍ଜୁକୁ ମୋ ବାଡ଼ିପଟେ କୂଅ ପାଖକୁ ଡାକି ନେଇ ପଚାରିଲି। ସେ ଯାହା କହିଲା ସେଥିରୁ କଥା କିଛି ବୁଝି ହେଲାନି। ଏତିକି ମୋତେ ସେ ଜଣାଇ ଦେଲା ଯେ ସେ ଗୋଟେ ଝିଅ ଆଉ ମୁଁ ଗୋଟେ ପୁଅ। ଝିଅ ପୁଅର ଫରକ କ'ଣ ଜାଣିନଥିଲି। ଶାରୀରିକ ଫରକ ସେ ମୋତେ ଦେଖାଇ ବତାଇ ଦେବ ବୋଲି କହିଲା। ମୋ ମନ ଆହୁରି ଉତ୍ସୁକ ହେଲା। ଅଞ୍ଜୁ ମୋ ପାଖରେ କେବେ ଲାଜ କରେ ନା। ତଥାପି ଏସବୁ ବିଷୟରେ ଆମେ କଥାବାର୍ତ୍ତା କରିଛୁ ବୋଲି କେହି ଯେମିତି ନ ଜାଣନ୍ତି ସେ ବିଷୟରେ ମୋତେ ସାବଧାନ କରିଦେଲା। ମୁଁ ସାବଧାନ ହେଲି ତା ପାଖରେ। ମୁଁ ଆଉ କେବେ ତା ସହିତ ଗୁପ୍ତରେ ଆଲୋଚନା କଲି ନାହିଁ। ଅବଶ୍ୟ ଆମେ ଦୁହେଁ ଖେଳ ଛୁଟିରେ ଏକା ସଙ୍ଗେ ଖେଳୁ। ମାତ୍ର ଏ ବିଷୟରେ ପଚାରିବାକୁ ମୋର ସାହସ ନଥାଏ। ଅଞ୍ଜୁ ମୋ ସହିତ ସବୁବେଳେ ଖେଳୁଥିବା ହେତୁ ଅନ୍ୟାନ୍ୟ ଖୁବ୍ ଈର୍ଷାରେ ଚଳିଗଲେ। ସେ ଝିଅମାନଙ୍କ ଭିତରୁ ଗୋଟିଏ ଝିଅ ଥିଲା ଯାହାର ନାମ ମୁଁ ଭୁଲିଗଲିଣି। କେବଳ ଏତିକି ମନେ ଅଛି ଯେ ତାର ଈର୍ଷା କରିବାର କାରଣ ଥିଲା। ଅଞ୍ଜୁ ଗୋରା, ଖୁବ୍ ସୁନ୍ଦର ଥିଲା ଦେଖିବାକୁ। ସେ ଝିଅଟି ନିପଟ କାଳି ଏବଂ ଗଠନ ମଧ୍ୟ ସେମିତି କିଛି ସୁନ୍ଦର ନୁହେଁ। ମୁହଁରେ ବି ଏମିତି କିଛି ସୌନ୍ଦର୍ଯ୍ୟ ନଥିଲା ଯାହା ମୋ ପିଲାମାନଙ୍କୁ ଟାଣିପାରିବ। ସେ ବି ମୋ ସଙ୍ଗେ ଖେଳିବାକୁ ଚାହେଁ, କିନ୍ତୁ ତା ପାଖକୁ ଗଲା ମାତ୍ରେ ଅଞ୍ଜୁ ମୋ ଉପରେ ରାଗେ। ମୁଁ ରାଗିବାର କାରଣ ବୁଝିପାରେ ନାହିଁ। ଦିନେ ଅଞ୍ଜୁ ମୋତେ କହିଲା ସେ ଝିଅ କାଳି ଓ ଅସୁନ୍ଦରୀ, ତେଣୁ ତା ସହିତ ମୋର ଖେଳିବା ଉଚିତ ନୁହେଁ। ଏମିତି ଏକ ଯୁକ୍ତି ମୋତେ ସାନ୍ତ୍ୱନା ଦେବା ପରିବର୍ତ୍ତେ ବେଶୀ କୌତୂହଳୀ କରିଦେଲା। ଦିନେ ଅଞ୍ଜୁ ଆସିନଥିଲା ସ୍କୁଲକୁ। ଶୁଣିଲି ତା ଦେହ ଖରାପ ହୋଇଛି। କ୍ଲାସ ରୁମ୍ରେ ମୁଁ ଏକା ବସିଛି ଖେଳ ଛୁଟିରେ। କେହି ମୋ ସହିତ ଖେଳିବାକୁ ନାହିଁ। ସେହି ସମୟରେ ସେ କାଳି ଝିଅ ଆସିଲା। ମୋତେ ପଚାରିଲା, ଏକା ଏକା କ'ଣ କରୁଛୁ? ଖେଳ ଛୁଟିରେ ଖେଳିବାକୁ ଯାଉନୁ? ମୁଁ କହିଲି, ମୋର ସାଙ୍ଗ କେହି ନାହାନ୍ତି। କାହିଁକି? ଅଞ୍ଜୁ ଆସିନି? ମୁଁ ତ ସାଙ୍ଗରେ ଖେଳିବି। ତା କଥା ଶୁଣି ମୁଁ ତାକୁ ଖୁସିରେ ବାଡ଼ି ପାଖ କୂଅ ପାଖକୁ ନେଇଗଲି। ସେ କୂଅରେ ଦେଖାଇଲି ତାକୁ ଅସଂଖ୍ୟ ମାଛ, ଯେଉଁମାନେ ଉପରକୁ ଭାସି ଉଠିଲେ ମୁଁ ଆସିବା ଚାଲେ। କିନ୍ତୁ ଆଶ୍ଚର୍ଯ୍ୟ, ସେ କାଳି ଝିଅ ସେଥିରୁ କୌଣସି ମଜା ନେଇପାରିଲା ନାହିଁ।
ତାଙ୍କ ବାରିପଟ ପୋଖରୀରେ କୁଆଡ଼େ ମାଛ ଅଛନ୍ତି। ତେଣୁ ଏ କୂଅରେ ଥିବା ମାଛମାନଙ୍କର କିଛି ବିଶେଷତ୍ୱ ନାହିଁ। ମୋ ପ୍ରିୟ ଖେଳ ଥିଲା ମାଛମାନଙ୍କ ସହିତ ଖେଳିବା। ଯେତେବେଳେ ଦେଖିଲି ଏ କାଳିଝିଅର ମୋ ପ୍ରିୟ ଖେଳ ପ୍ରତି କୌଣସି ଆକର୍ଷଣ ନାହିଁ, ସେତେବେଳେ ମୋ ମନ ଖୋଜିଲା ଅଞ୍ଜୁକୁ। ମୁଁ ଯାହା କଲେ ବି ଅଞ୍ଜୁ ପସନ୍ଦ କରେ। ମୋ ପାଠପଢ଼ା, ମୋ ଖେଳ ସବୁଥିରେ ସେ ମୋ ସାଥିରେ ଏବଂ ଦିନେ ହେଲେ ସେ ଅଲଗା କିଛି କରିବାକୁ ମନ କରେନି। ଏ କାଳିଝିଅ କେମିତି କେଜାଣି ମୋର ତା ସହ ପଡ଼ୁନି। ସେ ମୋ ସାଙ୍ଗରେ ପଢ଼ୁଛି ନିଶ୍ଚୟ, କିନ୍ତୁ କେତେ ଅଲଗା ସେ ଅଞ୍ଜୁଠାରୁ। ସେ ସ୍କୁଲରେ ଥିଲା ଗୋଟେ ମାଳି, ତା ନାଁ ବୁଦ୍ଧିଆ। ସେ ମୋତେ ଭାରି ଭଲ ପାଏ। ମୁଁ ବଗିଚାରେ ଖେଳୁଥିଲା ବେଳେ ସେ ମୋ ଉପରେ ନିଘା ରଖିଥାଏ। କୂଅ ପାଖରେ ଛିଡ଼ା ହୋଇ ସେ କହୁଥାଏ, ସାନ ବାବୁ କୂଅ ପାଖକୁ ଯାଆନା। ତା ବନ୍ଧଟା ବହୁତ ପୁରୁଣା, କିନ୍ତୁ କେବେ ମୋତେ ମନା କରେ ନା ଯେ ମୁଁ ମାଛମାନଙ୍କ ସହିତ ନ ଖେଳେ। କେତେବେଳେ ସେ ମଧ୍ୟ ମୋ ଖେଳରେ ସାମିଲ ହୋଇଯାଏ। ଏତେ ସୁନ୍ଦର ଖେଳକୁ ସେ କାଳିଝିଅ କେମିତି ଭଲ ପାଏ ନା, ସେ କଥା ଭାବିଲା ବେଳକୁ ମୋତେ ଆଶ୍ଚର୍ଯ୍ୟ ଲାଗେ। ହୁଏତ ଏକଥା ବି ସତ ହୋଇପାରେ ଯେ ଦୁଇ ରକମର ଲୋକ ଅଛନ୍ତି। ପ୍ରଥମ ରକମଟା ହେଲା ଯେଉଁମାନେ ଜାଲ ପକାଇ ମାଛ ଧରନ୍ତି, ତାଙ୍କର ଖେଳିବାର କୌଣସି ଆଗ୍ରହ ନାହିଁ। ସେମାନେ ଜାଣନ୍ତି ଯେ ମାଛ ଗୋଟିଏ ଖାଦ୍ୟ, ତାକୁ ଧରିବା ସେମାନଙ୍କର ପେଶା। କିନ୍ତୁ ଅନ୍ୟ ରକମ ଲୋକମାନେ ବନଶୀ ଖଡ଼ା ଧରି ଘଣ୍ଟା ଘଣ୍ଟା ମାଛ ସାଙ୍ଗରେ ଖେଳନ୍ତି। ମାଛମାନଙ୍କ ସହିତ ଖେଳି ଖେଳି କିମ୍ବା ଖେଳାଇ ମାରିବାରେ ଦ୍ୱିତୀୟ ପ୍ରକାର ଲୋକଙ୍କର ଆନନ୍ଦ। ପ୍ରଥମ ପ୍ରକାରରେ ଆସିବ ଏ କାଳିଝିଅ, ଯେ କି ଖେଳିବା କିମ୍ବା ଖେଳାଇବାରେ କୌଣସି ଆନନ୍ଦ ପାଏନା। କେବଳ ଜାଲ ଉଟାରି ମାଛ ମାରିବା ତା ମତଲବ। ଏତେ ବଡ଼ ସ୍କୁଲରେ ଏତେ ଝିଅ ଆଉ ଆମେ ମାତ୍ର 3 ପୁଅ, ଅର୍ଥାତ୍ ଆମେ 3ଟି ମାଛ। କାଳିଝିଅ ଅଞ୍ଜୁକୁ ଆଦୌ ସହିପାରେ ନା, ତା ସହିତ କଥାବାର୍ତ୍ତା ମଧ୍ୟ କରେ ନା। ସେ ପିଲାଦିନୁ ଈର୍ଷା ବୋଲି ଏକ ଶବ୍ଦର ତାତ୍ପର୍ଯ୍ୟ ବୁଝି ନେଇଥିଲେ ବି ଝିଅଙ୍କ ଭିତରେ ଏମିତି ଗୋଟେ ସମ୍ପର୍କ ଅଛି ଯାହା ଦୁନିଆ ଈର୍ଷା କହେ ବୋଲି ମୁଁ ଜାଣିପାରିଥିଲି। ଏ ଘଟଣା ତ ଦିନବେଳର ଘଟଣା। ସ୍କୁଲକୁ ଝିଅମାନେ ଆସନ୍ତି, ପାଠ ପଢ଼ନ୍ତି, ଖେଳନ୍ତି, ପୁଣି 4ଟା ବେଳକୁ ଫେରିଯାଆନ୍ତି। ସ୍କୁଲରୁ ଫେରିଗଲା ପରେ ମୁଁ ପୁଣି ଏକା। ସେତେବେଳେ ମୁଁ ମୋ ନିଜ ସହିତ, ବେଳେବେଳେ ମାଛମାନଙ୍କ ସହିତ ଖେଳେ। ପ୍ରତି ରାତିରେ ମୁଁ ନାରୀ ଈର୍ଷା କରିବାର ଅନୁଭୂତି ଗୋଟେଇ ଚାଲିଥାଏ। ବର୍ତ୍ତମାନ ଭାବିଲେ ସେ ସମୟର କଥା ସବୁ ବୁଝି ହେଉଛି, କିନ୍ତୁ ସେତେବେଳେ ମୋର ଏମିତି କଥା ସବୁ ବୁଝିବାର ଶକ୍ତି ଥିଲା କି ନାହିଁ କହିପାରିବିନି। ବିଧବା ବୋର୍ଡ଼ିଂରେ ଥିଲେ 30 ଜଣ ଅନ୍ତେବାସିନୀ। ଏଇମାନେ ବାଳୁତ ବିଧବା। ସ୍ୱାମୀ କ'ଣ ସେମାନେ ଜାଣନ୍ତି ନାହିଁ। ଏତିକି ଜାଣିଥିଲେ ଯେ ସେମାନେ ଦିନେ ବାହା ହୋଇଥିଲେ ଓ ତାଙ୍କ ସ୍ୱାମୀମାନେ ମରିଯାଇଛନ୍ତି, ଯାହାଫଳରେ କି ତାଙ୍କ ହାତରୁ ଶଙ୍ଖା ଚୁଡ଼ି ଭାଙ୍ଗି ଦିଆଯାଇଛି, ମଥାର ସିନ୍ଦୁର ପୋଛି ଦିଆଯାଇଛି। ସେଥିପାଇଁ ସେମାନେ ସ୍କୁଲର ପିଲାମାନଙ୍କୁ ଖୁବ୍ ସ୍ନେହ କରନ୍ତି। କେବଳ 1-2 ଜଣ ପିଲାଙ୍କ ଉପରେ ଖୁବ୍ ଚିଡ଼ଚିଡ଼ ହୁଅନ୍ତି। ସବୁଠୁ ବେଶୀ ସ୍ନେହ ମିଳୁଥିଲା ମୋତେ। ମୋର ଶୋଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିଲା। ଯେଉଁଦିନ ଯିଏ ମୋତେ ଡାକି ନିଅନ୍ତି, ମୁଁ ତାଙ୍କରି ପାଖରେ ଶୁଏ। ସେ 2 ବର୍ଷ ରହିବା ଭିତରେ ମୁଁ କେବେ ହାତରେ ଖାଇ ନାହିଁ। ପ୍ରତ୍ୟେକ ଦିନ କୌଣସି ଦିଦି ମୋତେ ଖୁଆଇ ଦିଅନ୍ତି। ଅସୁବିଧା ହୁଏ ଗାଧୋଇଲା ବେଳେ। ସେ ପର୍ଯ୍ୟନ୍ତ ମୁଁ ପୁରୁଷ ଓ ସେମାନେ ନାରୀ, ଏହା ଭିତରେ ଦୈହିକ ଫରକ କ'ଣ ମୁଁ ଜାଣିନଥାଏ। ତେଣୁ ଗାଧୋଇଲା ବେଳେ ସେମାନଙ୍କ ଆଗରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ଗାଧୋଇବା ପାଇଁ ମୁଁ ଲଜ୍ଜାବୋଧ କରେ ନା। କିନ୍ତୁ ମୋର ସଦା ଅନିସନ୍ଧିତ୍ସୁ ମନ ଜାଣିବାକୁ ଚାହିଁଥାଏ ଯେ ସେମାନେ କାହିଁକି ବିବସ୍ତ୍ର ହୋଇ ମୋ ଆଗରେ ଗାଧୋଉ ନାହାନ୍ତି। ଯେତେବେଳେ ଏକଥା କୁହେ, ଦିଦିମାନେ ମୋତେ ଶାସନ କରି କୁହନ୍ତି ଯେ ଏପରି ପ୍ରଶ୍ନ ପଚାରିବା ଉଚିତ ନୁହେଁ। ସେ ଦିଦିମାନଙ୍କ ଭିତରୁ ଜଣେ ଦିଦି କୋକିଳ ଦିଦି। ସେ ଖୁବ୍ ସୁନ୍ଦରୀ। ସେ ମୋର ସବୁଠାରୁ ପ୍ରିୟ ଦିଦି ଥିଲେ। ଅଧିକାଂଶ ରାତିରେ ମୁଁ ତାକୁ କୁଣ୍ଢାଇ ତାଙ୍କ ପାଖରେ ଶୁଏ। ତାଙ୍କୁ ଦିନେ ପଚାରିଲି ଯେ ମୁଁ ଯଦି ସମସ୍ତଙ୍କ ପାଖରେ ନଗ୍ନ ହୋଇପାରୁଛି, ସେମାନେ କାହିଁକି ମୋ ଆଗରେ ନଗ୍ନ ହୋଇପାରିବେନି? କୋକିଳ ଦିଦି ମୋ ପାଟିକୁ ଚାପି ଧରି କହିଲେ ଯେ ମୁଁ କାଳେ ପିଲା ଲୋକ ଓ ସେମାନେ ବଡ଼, ତେଣୁ ସେମାନେ ମୋ ଆଗରେ ନଗ୍ନ ହେବାଟା ଉଚିତ ନୁହେଁ। ପରଦିନ 10ଟା ବେଳେ ସ୍କୁଲ ଖୋଲିଲା। ମୁଁ ତ ବୋର୍ଡ଼ିଂ ଭିତରୁ ବାହାରି ଶ୍ରେଣୀକୁ ଯିବି। ମୋର ତରତର ହେବାର କିଛି ନାହିଁ। ମୁଁ ଖାଲି ଗେଟ୍ ପାଖରେ ଛିଡ଼ା ହୋଇ ଅପେକ୍ଷା କରିଥାଏ କେତେବେଳେ ପିଲାମାନଙ୍କୁ ନେଇ ଘୋଡ଼ାଗାଡ଼ି ସବୁ ଆସିବ। ସେଗୁଡ଼ିକରେ 3 ଜଣ ଦାସୀ ଯାଇ ଘରୁ ପିଲାମାନଙ୍କୁ ନେଇ ଆସନ୍ତି। ମାସର ପ୍ରଥମ 15 ଦିନ ଯେଉଁମାନେ ଶୀଘ୍ର ପହଞ୍ଚନ୍ତି, ଅନ୍ୟ 15 ଦିନ ସେମାନେ ଡେରିରେ ଆସି ପହଞ୍ଚନ୍ତି। ସେଦିନ ପ୍ରଥମ ବାରିରେ ଆସି ପହଞ୍ଚିଥିଲା ସେଇ କାଳିଝିଅ ଅଞ୍ଜୁ ଆସିନି। ସେ ଦ୍ୱିତୀୟ ପର୍ଯ୍ୟାୟରେ ଆସିବ। ମୋତେ ଫାଟକ ପାଖେ ଏକା ଛିଡ଼ା ହୋଇଥିବା ଦେଖି ସେ କାଳିଝିଅ ମୋ ପାଖକୁ ଆସି କହିଲା, କ'ଣ ଅଞ୍ଜୁକୁ ଅପେକ୍ଷା କରିଛୁ? ନାଇଁ ତ, ଏମିତି ଦେଖୁଥିଲି। ଅଞ୍ଜୁ ଟିକେ ଗୋରା, ମୁଁ କାଳି, ସେଥିପାଇଁ ତୁ ମୋ ସଙ୍ଗେ କଥାବାର୍ତ୍ତା କରୁନୁ ନା? ଅଞ୍ଜୁ ତତେ ମୋ ସାଙ୍ଗେ କଥାବାର୍ତ୍ତା କରିବାକୁ ମନା କରିଛି? ନା, ଅଞ୍ଜୁ କେବେ ମନା କରିନି। ତେବେ ତୁ କାହିଁକି ମୋ ସାଙ୍ଗେ ଖେଳୁନା?
ମୁଁ ତ ସବୁଦିନ ଏକା ଏକା ଖେଳେ। ସ୍କୁଲ ଛୁଟି ପରେ ତମେ ସମସ୍ତେ ଘରକୁ ଚାଲିଯା, ସେତେବେଳେ ମୁଁ ପୁରାପୁରି ଏକା। ଆମ ଘର ବେଶୀ ଦୂର ନୁହେଁ, ତୁ ଚାଲି ଆସୁନୁ ସେଠି ଖେଳିବା। ମୋତେ ଏଇଠି ଦିଦିମାନେ ଛାଡ଼ିବେନି। ସେଠି କଥାବାର୍ତ୍ତା ବନ୍ଦ ହୋଇଗଲା। ସ୍କୁଲ ଘଣ୍ଟା ପଡ଼ିଗଲା ଓ ଦ୍ୱିତୀୟ ଦଳ ଛାତ୍ରୀମାନେ ଆସି ଫାଟକ ପାଖରେ ପହଞ୍ଚିଗଲେ। ତାଙ୍କ ଭିତରେ ଆସୁଥିଲା ଅଞ୍ଜୁ। ସେ ମୋତେ ସେ କାଳି ଝିଅ ସାଙ୍ଗେ ଦେଖି କେମିତି ଗୋଟାଏ ଫଁ ଫଁ ହୋଇ କ୍ଲାସରୁମ୍କୁ ଚାଲିଗଲା। ମୁଁ କିଛି ବୁଝିପାରିଲିନି। ମୁଁ ତା ପଛେ ପଛେ ଗୋଡ଼େଇ ଗୋଡ଼େଇ କ୍ଲାସରୁମ୍ ଭିତରକୁ ଗଲି। ପଚାରିଲି, ତା ରାଗିବାର କାରଣ? ସେ ଓଲଟି କହିଲା, ତା ସାଙ୍ଗରେ କ'ଣ କଥାବାର୍ତ୍ତା ହେଉଥିଲୁ? ସେ ପଚାରୁଥିଲା, ମୁଁ କାହିଁକି ତା ସାଙ୍ଗେ ଖେଳୁନି? ତୁ ବୋଧେ ତା ସାଙ୍ଗେ ଖେଳିବାକୁ ମନା କରିଛୁ। ଯାଉନୁ, ତୋର ଯଦି ଇଚ୍ଛା ହେଉଛି ତେବେ ସେ କାଳି ଟୋକି ସାଙ୍ଗରେ ଖେଳିବୁ, କିନ୍ତୁ ମୋ ସାଙ୍ଗରେ ଆଉ ଖେଳିବୁନୁ। ସେତେବେଳେ କଥାର ମର୍ମ ମୁଁ କିଛି ବୁଝିଥିଲି କି ନାହିଁ ମୋର ମନେ ପଡ଼ୁନି। କିନ୍ତୁ ଏକଥା ସତ ଯେ ଅଞ୍ଜୁ ସେହିଦିନ ପରଠୁ ତାଙ୍କ ବାପାଙ୍କ ଚପରାସି ସାଙ୍ଗେ ସ୍କୁଲକୁ ଆଗେ ଆସି ପହଞ୍ଚିଥିଲା ଏବଂ ଘୋଡ଼ାଗାଡ଼ିରେ ଅନ୍ୟାନ୍ୟ ଝିଅଙ୍କ ସହିତ ଆସିବାକୁ ମନା କରିଦେଲା। ତେଣୁ ମୁଁ ଆଉ କାହା ସହିତ କଥାବାର୍ତ୍ତା କରିପାରେ ନା। ଦିନେ ଅଞ୍ଜୁ କହିଲା ଯେ ତା ବଡ଼ ଭଉଣୀର ବାହାଘର ହେଉଛି ଆଉ ସେ 3-4 ଦିନ ସ୍କୁଲକୁ ଆସିପାରିବନି। ଭଲ ଭାବରେ ତାଗିଦାବି କରିଦେଇ ଗଲା ଯେ ସେ କାଳି ଝିଅ ସହିତ ମୁଁ ଯେମିତି କଥାବାର୍ତ୍ତା ନ କରେ। ଆଉ ଯଦି ସେ ଜାଣିପାରେ ମୁଁ କଥା ହେଉଛି ତେବେ ଜୀବନ ସାରା ମୋ ସହିତ କଟି ପକାଇଦେବ। ଅଞ୍ଜୁର ଅନୁପସ୍ଥିତିର ଠିକ୍ ସୁଯୋଗ ସେ କାଳି ଝିଅ ନେଇଥିଲା। ସ୍କୁଲକୁ ଆସିବା ବେଳେ ସେ ଗୋଟେ ଆଚାର ପୁଡ଼ିଆ ସାଙ୍ଗରେ ଆଣିଥାଏ। ଝିଅମାନଙ୍କ ସାଙ୍ଗରେ ପାଠ ପଢ଼ି ଓ ଖେଳାଖେଳି କରି ମୋର ବି ଆଚାର ଖାଇବାର ଅଭ୍ୟାସ ହୋଇଯାଇଥାଏ। ଖେଳ ଛୁଟି ବେଳେ ଦୁହେଁ ବସି ଆଚାର ଖାଉ। ସେ ତା ଘର ବିଷୟରେ କୁହେ ଆଉ ମୁଁ ଚୁପଚାପ ଶୁଣିଯାଏ। ଦିନେ କହୁ କହୁ ସେ କହିଲା, ଯଦି ସେ ବାହା ହୁଏ ତେବେ କେବଳ ମୋତେ ହିଁ ବାହା ହେବ। ମୁଁ ଶିହରି ଉଠିଲି। କହିଲି, ନା ନା, ମୁଁ ତୋତେ ବାହା ହୋଇପାରିବିନି। କାହିଁକି? ଅଞ୍ଜୁ ମୋତେ କହିଛି ବାହା ହେବ ବୋଲି। କାହିଁ, ଅଞ୍ଜୁର କ'ଣ ଏମିତି ଅଧିକା ଅଛି? ସେ ଗୋରି, ତୁ କାଳି। ତୁଟା ବଡ଼ ବୋକା। ଗୋରି ହେଉ କି କାଳି ହେଉ, ସବୁ ଝିଅ ଏକା। ଏତିକି କହି ସେ ମୋତେ କୂଅ ଆଡ଼କୁ ଟାଣି ନେଇଗଲା। ମୁଁ କୂଅ ଭିତରେ ମାଛମାନଙ୍କୁ ଚାହିଁଥିଲି। ସେ ମୋତେ ପଛରୁ ଡାକିଲା, ଦେଖ। ମୁଁ ବୁଲି ପଡ଼ି ତା'ର ଲୁଗା ନଥିବା ଦେହକୁ ଦେଖିଲି। ଏଇ ହେଉଛି ମୋର ପ୍ରଥମ ନାରୀ ଦେହ ଦର୍ଶନ। ସେଇଠୁ ଅନୁଭବ କଲି ମୁଁ ଝିଅମାନଙ୍କ ଠାରୁ କେତେ ଅଲଗା। ତା କହିବା ଅନୁସାରେ ସବୁ ଝିଅଙ୍କ ଦେହ ଏକା, କିନ୍ତୁ ପୁଅ ହିସାବରେ ମୋର ଗୋଟେ ଚଏସ୍ ଅଛି। ଆଉ ସେଇଟା ବୋଧେ ପୁଅ ଝିଅଙ୍କ ଭିତରେ ପାର୍ଥକ୍ୟ। ଯେଉଁଦିନ ମୁଁ ଅନୁଭବ କଲି ମୁଁ ଗୋଟେ ପୁଅ ଏବଂ ଝିଅମାନଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ, ଠିକ୍ ସେଇଦିନ ମୁଁ ମୋର ପୌରୁଷକୁ ଜାହିର କରିବାକୁ ଚାହିଁଲି। କିନ୍ତୁ ଏତେ ଗୁଡ଼ିଏ ସ୍ତ୍ରୀ ଲୋକଙ୍କ ଭିତରେ ମୁଁ କ'ଣ ବା କରିପାରିବି? ଖାଇବା, ପିଇବା, ଗାଧୋଇବା ସବୁ କାମ ପାଇଁ ମୋତେ ସେ ବିଧବାମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ। କେବଳ ଏତିକି ପରିବର୍ତ୍ତନ ହେଲା ଯେ ମୁଁ ସେଇ ଦିଦିମାନଙ୍କ ଆଗରେ ଆଉ ଲଙ୍ଗଳା ହୋଇ ଗାଧୋଇଲି ନାହିଁ। ସେମାନେ ବି ମୋର ହଠାତ୍ ଏହି ପରିବର୍ତ୍ତନ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହେଲେ। କୋକିଳ ଦିଦି କହିଲେ ଯେ ମୁଁ କାଳେ ବଡ଼ ହୋଇଗଲିଣି। ହାରା ଦିଦି କହିଲେ ଯେ ମୁଁ କାଳେ ଲାଜ କରୁଛି। ଏମିତି ଅନେକ ଦିନ ଅନେକ କଥା କହିଲେ, କିନ୍ତୁ ମୁଁ ଭାବୁଥିଲି ଅଲଗା କଥା। ତା ହେଉଛି ମୁଁ ଆସି କାହିଁକି ଏ ନାରୀମାନଙ୍କ ଗ୍ରହଣରେ ଅଛି? ମୋତେ ଜବରଦସ୍ତି ପଠାଇ ଦିଆହୋଇଛି। ମୁଁ ତ ମୋ ଘରେ ବାପା ବୋଉ ମୋ ଭଉଣୀମାନଙ୍କ ସହିତ ରହିପାରିଥାନ୍ତି। ପାଠ ପଢ଼ିବା ତ ଗୋଟେ ସମସ୍ୟା ନୁହେଁ। ଆମ ଘର ପାଖରେ ଗୋଟେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଥିଲା। ମୁଁ ତ ସେଠି ପଢ଼ିପାରିଥାନ୍ତି। ତେବେ ମୁଁ ଏଠି କାହିଁକି ରହିଛି? ସେଦିନ ସକାଳେ ଅଞ୍ଜୁ ପହଞ୍ଚିବା ପୂର୍ବରୁ ସେ କାଳି ଝିଅ ଆସି ପହଞ୍ଚିଗଲା। ମୋ ପାଇଁ ଗୋଟେ ପୁଡ଼ିଆ ଆଚାର ଆଣିଥିଲା। ଖୁବ୍ ସ୍ନେହରେ ମୋତେ ଡାକିଲା ଆଚାର ଖାଇବାକୁ। ମୁଁ ତାକୁ ମନା କରିଦେଲି। ଏ ଆଚାର ଗୁଡ଼ା ଝିଅମାନେ ବେଶୀ ଖାଆନ୍ତି, ପୁଅମାନେ କାହିଁ ଖାଇବେ? ତା'ର ମନ ଟିକେ ଦୁଃଖ ହେଲା। ତଥାପି ସେ ଆଶା ନ ହରାଇ ମୋ ପଛେ ପଛେ ଲାଗିଥାଏ। ସ୍କୁଲ ମଝିରେ ଗୋଟେ ଛୋଟ ଖେଳ ପଡ଼ିଆ ଆଉ ତାରି କଡ଼ରେ ଗୋଟେ ଦୋଳି ଥାଏ। ମୁଁ ସେ ଦୋଳିରେ ଝୁଲୁଥିବା ଅବସ୍ଥାରେ ସେ କ୍ଲାସରୁମ୍ରେ ତା ବହିପତ୍ର ରଖିଦେଇ ପୁଣି ମୋ ପାଖକୁ ଆସିଲା। କାଲିର ଘଟଣା ନେଇ ମୁଁ ତା'ପରେ ରାଗିଛି କି ନାହିଁ ସେ ଜାଣିବାକୁ ଚାହିଁଲା। ମୁଁ କୌଣସି ଉତ୍ତର ଦେଲି ନାହିଁ। ସେ କଥା କହୁଥିଲା ବେଳେ ମୋ ପଛରେ ଛିଡ଼ା ହୋଇଥିଲା ଅଞ୍ଜୁ। ତା କଥା ଶୁଣି ମୋ ମୁହଁକୁ ବଲ ବଲ କରି ଅନାଇଲା ଓ ଘଣ୍ଟା ପଡ଼ିଲା ପରେ ଯେତେବେଳେ ମୁଁ ଅଞ୍ଜୁ ସାଙ୍ଗେ କ୍ଲାସ୍କୁ ଗଲି, ସେବେ ମୋତେ ପ୍ରଥମ ପ୍ରଶ୍ନ ପଚାରିଲା, କାଲିର ଘଟଣା ବିଷୟରେ। ମୁଁ କହିପାରିଲି ନାହିଁ। ସେ ନିଶ୍ଚୟ ଶୁଣିବ ବୋଲି ପଣ କରିଥିଲା ବୋଧହୁଏ। ଆମଠୁ 2 ଧାଡ଼ି ପଛରେ କାଳି ଝିଅ ତା ଡେସ୍କ ପାଖରେ ବସିଥାଏ। ମୁଁ ବୁଲି କରି ଅନାଇଲା ବେଳେ ମୋତେ ଇସାରା କରୁଥାଏ ଯେ ଯେମିତି ମୁଁ ଅଞ୍ଜୁକୁ କାଲିକା ଘଟଣା ସମ୍ପର୍କରେ କିଛି ନ କହେ। ପ୍ରଥମ ପିରିୟଡ଼ ସରିଗଲା ଆଉ ଅଞ୍ଜୁକୁ ମୁଁ କିଛି କହିପାରିଲିନି।
ସେ କିନ୍ତୁ ଛାଡ଼ିଲାନି। ଦ୍ୱିତୀୟ ପିରିୟଡ଼ ଆରମ୍ଭରେ ପୁଣି ମୋତେ ପଚାରିଲା କାଲିକା ଘଟଣା ସମ୍ପର୍କରେ। ମୁଁ ମୁହଁ ଖୋଲି କହିପାରିବିନି ବୋଲି ତାକୁ ସିଧା କହିଦେଲି। ସେ ପୁଣି ପ୍ରଶ୍ନ କଲା ଯେ ଏମିତି କ'ଣ ଘଟଣା ଘଟିଛି ଯାହା ମୁଁ ତାକୁ ଜଣାଇ ପାରିବିନି। ଏମିତି ହୋଇ 2 ଜଣ ମଝିରେ ଶୀତଳ ଯୁଦ୍ଧ ଚାଲିଥାଏ। ଆଉ ମଝିରେ ମଝିରେ କାଳିଝିଅ ମୋତେ ଇସାରା ଦେଉଥାଏ ଯେପରି ଅଞ୍ଜୁକୁ ମୁଁ କିଛି ନ କୁହେ। ସେଦିନ ସ୍କୁଲକୁ ଇନ୍ସପେକ୍ଟର ଆସିବାର ଥିଲା। ସବୁ ପିଲାମାନେ ଖୁବ୍ ପରିଷ୍କାର ପରିଚ୍ଛନ୍ନ କୁର୍ତ୍ତା ପିନ୍ଧି ଆସିଥାନ୍ତି। ପ୍ରାୟ 12ଟା ବେଳକୁ ଅଫିସର ଆସିଲେ। ଆମ ଶ୍ରେଣୀକୁ ଆସିଲା ମାତ୍ରେ ଆମେ ସବୁ ପିଲା ପଥର ମୂର୍ତ୍ତି ପରି ଛିଡ଼ା ହୋଇଥିଲୁ। ତାଙ୍କ ନିର୍ଦ୍ଦେଶ ପାଇଲା ପରେ ନିଜ ନିଜ ଆସନରେ ବସି ପଡ଼ିଲୁ। ତାପରେ ଇନ୍ସପେକ୍ଟର ଆମକୁ ଗୋଟିଏ ରଚନା ଲେଖିବାକୁ କହିଲେ। ସମସ୍ତେ ଖାତା ପେନ୍ସିଲ୍ ବାହାର କରି ରଚନା ଲେଖିଲେ। ମୁଁ କେଉଁ ପ୍ରକାର ଲେଖିଥିଲି ମୋର ଠିକ୍ ମନେ ନାହିଁ, କିନ୍ତୁ ଯେଉଁ ବିଷୟରେ ଲେଖିଥିଲି ସେଟା ଠିକ୍ ମନେ ଅଛି। ଆମ ସ୍କୁଲ ଆଗରେ ଫାଟକ ବାହାରେ ଗୋଟେ ଛୋଟ ପଡ଼ିଆ ଓ ତା ମଝିରେ ଗୋଟେ ଗିରିଙ୍ଗାମ ଗଛ ଥିଲା। ତା ତଳେ ଖରାବେଳେ ଗାଈମାନେ ଆଶ୍ରୟ ନିଅନ୍ତି। ତାଙ୍କୁ ଗଉଡ଼ମାନେ କିପରି ଅଡ଼େଇ ଅଡ଼େଇ ଚରେଇବାକୁ ନିଅନ୍ତି ଓ ତାଙ୍କୁ କ'ଣ ସବୁ ଖାଇବାକୁ ଦିଆଯାଏ ସେ ସମ୍ପର୍କରେ ମୋର ସ୍ପଷ୍ଟ ଧାରଣା ଥାଏ। କାରଣ ଆମ ସ୍କୁଲର ଚପରାସୀ ବୁଦ୍ଧିଆ ଜାତିରେ ଗଉଡ଼ ଥିଲା ଓ ସେ ମୋ ଆଗରେ ଗପିଥିଲା। ସେସବୁ ଗୋଟେ ଗୋଟି କରି ମନେ ପକାଇ ଲେଖିଲି। ଶେଷରେ ଟିକେ ଅଧିକା କଥା ଯୋଡ଼େଇଥିଲି। ତା ମଣିଷମାନଙ୍କର କ୍ରୂରତା ବିରୁଦ୍ଧରେ 2 ପଦ। ଗାଈମାନେ କଥା କହିପାରନ୍ତିନି, କିନ୍ତୁ ସେମାନେ ଆମର କେତେ ଉପକାର କରନ୍ତି। ଅଥଚ ଗଛ ତଳେ ବର୍ଷାରେ ତିନ୍ତୁଥିବା ଗାଈଙ୍କୁ କେହି ମଣିଷ ଗୋଟେ ଛତା ଦେଖାଇବାକୁ କାହିଁକି ଆସନ୍ତି ନାହିଁ। ମୁଁ ଯେତେବେଳେ ଏମିତି ଓଦା ହେଉଥିବା ଗାଈକୁ ଦେଖେ ତା ପିଠି ଉପରେ ଗୋଟେ ଅଖା ପକାଇ ଦେଇ ଆସେ। ଏହି ପ୍ରକାର ଲେଖା ପଢ଼ି ସବୁ ଦିଦିମାନେ ହସିଲେ। ଇନ୍ସପେକ୍ଟର ମୋତେ ଗମ୍ଭୀର ଭାବରେ ଅନେଇଲେ। ଇସାରା କରି ଡାକିଲେ। ମୁଁ ଡରି ଡରି ଯାଉଥିଲି। ମୋଠୁ ବେଶୀ ଡରୁଥିଲେ ଦିଦିମାନେ। ସେମାନେ ଭାବୁଥିଲେ ଅଫିସର ଖୁବ୍ ରାଗି ଯାଇଛନ୍ତି, ଯାହାଫଳରେ କି ସ୍କୁଲ ବଦନାମ ହୋଇଯିବ। କିନ୍ତୁ ଇନ୍ସପେକ୍ଟର ମୋତେ କୋଳକୁ ଉଠାଇ ନେଇ ସବୁ ଦିଦିମାନଙ୍କୁ କହିଲେ, ଏଇ ପିଲାଟି ଦିନେ ଗୋଟେ ମସ୍ତ ବଡ଼ ଲେଖକ ହେବ ଏବଂ ତା ବାପା ମାଙ୍କର ନାଁ ରଖିବ। କାରଣ ଯେକୌଣସି ସାଧାରଣ ବିଷୟରେ ସେ ମନ୍ତବ୍ୟ ଦେଇ ଜାଣେ। ସେ ଅଳ୍ପ ବୟସରେ ମୋର ସୁନାମ ସ୍କୁଲ ସାରା ଖେଳିଗଲା। ଦିଦିମାନେ ମୋତେ ଗେଲା କରି ପଚାରିଲେ, ତୁ ଏସବୁ କେମିତି ଭାବିପାରିଲୁ? ସୁନାମ ଜିନିଷଟା କ'ଣ ସେତେବେଳେ ମୁଁ ଜାଣିନଥିଲି। ଖାଲି ଏତିକି ବୁଝିଥିଲି ଯେ ମୁଁ ଅନ୍ୟମାନଙ୍କ ଠାରୁ ଅଲଗା। ଏତେ ଖୁସି ଭିତରେ ଜଣେ କେବଳ ଭାଗ ନେଇ ପାରୁନଥିଲା। ସେ ହେଉଛି ଅଞ୍ଜୁ। ତାର ଗୋଟିଏ କଥାରେ ମନ। କାଳି ଝିଅ ଦୋଳି ପାଖରେ ଛିଡ଼ା ହୋଇ ମୋତେ କ'ଣ ଠୁସୁର ଫୁସୁର ହୋଇ କହୁଥିଲା ସେ କଥା ସେ କେବଳ ଜାଣିବାକୁ ଚାହୁଁଥିଲା। ମୁଁ ଅଞ୍ଜୁ ଉପରେ ବିରକ୍ତ ହୋଇ କହିଥିଲି, ମୁଁ ତାକୁ କିଛି କହିପାରିବି ନାହିଁ। ଆଉ ନ କହିଲେ ସେ କ'ଣ କରିବ? ସେ କହିଲା କ୍ଲାସ୍ରେ ସେ ଆଉ ମୋ ପାଖରେ ବସିବ ନାହିଁ କି କଥାବାର୍ତ୍ତା କରିବ ନାହିଁ। ସେଥିରେ ବି ମୁଁ ରାଜି ହେଲି, କିନ୍ତୁ କିଛି ଫଳ ହେଲାନି। ଖେଳ ଛୁଟି ପରେ ପୁଣି ସେଇ ଅଞ୍ଜୁ ଆସି ମୋ ପାଖରେ ବସିଲା। ପୁଣି ଠୁସୁର ଫୁସୁର ହୋଇ ସେ ପୁରୁଣା ପ୍ରଶ୍ନ, ପୁଣି ସେ କାଳିଝିଅର ଆଖିଠାର। ଇତିମଧ୍ୟରେ ଇନ୍ସପେକ୍ଟର ସ୍କୁଲ ଛାଡ଼ି ଚାଲିଗଲେଣି। ସ୍କୁଲରେ ଗୋଟେ ଖୁସିବାସିର ଆଭା। ସମସ୍ତେ ମୋତେ ପ୍ରଶଂସା କରୁଛନ୍ତି। ମୁଁ ଯେ ଏତେ ବେଶୀ ଭାବିପାରେ ସେ କଥା କେହି କେବେ ଭାବିନଥିଲେ। ଅନେକ ଦିଦି ଆସି ମୋତେ ଗେଲା କରି ନେଉଛନ୍ତି। କିନ୍ତୁ ଅଞ୍ଜୁର ଗୋଟିଏ କଥା, ସେ ଜାଣିବାକୁ ଚାହେଁ କ'ଣ ଘଟଣା ଘଟିଛି ଯାହା ମୁଁ ତା ଆଗରେ ପ୍ରକାଶ କରିବାକୁ ସଂକୋଚ ବୋଧ କରୁଛି। ଏମିତି ହୋଇ ସେଦିନ ସ୍କୁଲ ଛୁଟି ହୋଇଗଲା। ପିଲାମାନେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ ଓ ମୁଁ ପୁଣି ଏକା ହୋଇଗଲି। ସେଦିନ ମୁଁ ଫାଟକ ଖୋଲି ସ୍କୁଲ ବାହାରେ ଛିଡ଼ା ହେଲି। ରାସ୍ତାରେ କେହି କୁଆଡ଼େ ନାହାନ୍ତି। କେବଳ କାଁ ଭାଁ ଜଣେ 2 ଜଣ ଲୋକ ସାଇକେଲରେ ଯାଉଛନ୍ତି। ମୋର ମନେ ହେଲା ମୁଁ ଯେମିତି ଗୋଟିଏ ରାସ୍ତା ଯେଉଁଠି ବେଳେବେଳେ ଲୋକଙ୍କର ଭିଡ଼ ପୁଣି ହଠାତ୍ ସୁନସାନ। ଯେମିତି ସକାଳ 10ଟାରୁ ଉପରବେଳି 4ଟା ପର୍ଯ୍ୟନ୍ତ ମୋ ଆଖେପାଖେ ଭିଡ଼ ଆଉ ତାପରେ ପୁଣି ମୋ ଜୀବନ ସୁନସାନ। ତେବେ ମୋତେ କ'ଣ ଏମିତି ହିଁ ଜୀବନ ବିତାଇବାକୁ ପଡ଼ିବ? ତା ଆର ଦିନ ଅଞ୍ଜୁ ଟିକେ ଡେରିରେ ଆସିଲା ସ୍କୁଲକୁ। ତାଙ୍କ ଚପରାସିର କ'ଣ ଗୋଟେ କାମ ଥିଲା ଯେ ସେ ଅଞ୍ଜୁକୁ ଆଣି ସ୍କୁଲରେ ଛାଡ଼ୁ ଛାଡ଼ୁ ଡେରି ହୋଇଗଲା। ସ୍କୁଲର ଘୋଡ଼ା ଗାଡ଼ି ପହଞ୍ଚିବା ପୂର୍ବରୁ ମୁଁ ସ୍କୁଲ ପଛପଟ କୂଅ ପାଖରେ ଏକା ଛିଡ଼ା ହୋଇଥିବା ବେଳେ ଦେଖିଲି ଯେ କାଳିଝିଅ ମୋ ଆଡ଼କୁ ହସି ହସି ଆସୁଛି। ମୁଁ କେମିତି ଲାଜି ଲାଜି ଯାଉଥିଲି। ସେ ନିର୍ଭୟରେ ଆସି ମୋ ପାଖରେ ଛିଡ଼ା ହେଲା ଆଉ ମୋ ସାଙ୍ଗରେ ଗପସପ ଆରମ୍ଭ କରିଦେଲା। କାଲି ମୁଁ ଅଞ୍ଜୁକୁ ତା ବିଷୟରେ କିଛି କହିଛି କି ନାହିଁ ସେ ବିଷୟରେ ଜାଣିବାକୁ ଚାହିଁଲା। ମୁଁ ମନା କଲି। ସେ ରାଣ ପକାଇ କହିଲା ସେ କଥା ଯେମିତି ମୁଁ କାହାକୁ ନ କହେ। କିନ୍ତୁ ମୋର ଗୋଟେ ଗୁଣ ଯେ ମୁଁ କୌଣସି କଥା ଗୁପ୍ତ ରଖିପାରେ ନା। ଅଞ୍ଜୁ ସ୍କୁଲକୁ ଆସି ମୋତେ ଖୋଜିଲା। ସେ ଖୋଜି ଖୋଜି ଆସେ କୂଅ ପାଖେ ପହଞ୍ଚିଲା। ତାକୁ ଦୂରରୁ ଦେଖି କାଳିଝିଅ ଗୋଟେ କଦଳୀ ଗଛ ବୁଦା ପଛେ ଲୁଚିଗଲା। ଅଞ୍ଜୁ ମୋତେ ତୀକ୍ଷ୍ଣ ଦୃଷ୍ଟିରେ ଅନେଇଲା ଓ ତାପରେ ଚାରିଆଡ଼କୁ ଚାହିଁ ଦେଖିଲା କେହି ଆଖପାଖରେ ଅଛନ୍ତି କି ନାହିଁ।
ସେ ଯେତେବେଳେ କାଳି ଝିଅକୁ ଦେଖିପାରିଲା ନାହିଁ ସେତେବେଳେ ସେ ମୋ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କଲା। କଥାବାର୍ତ୍ତା ମାନେ ସେଇ କଥା, ମୋର କାଳି ଝିଅ ସାଙ୍ଗରେ କି ସମ୍ପର୍କ? ସେ ବୟସରେ କ'ଣ ଆଉ ବେଶୀ ସମ୍ପର୍କ ହୋଇପାରେ? ମୁଁ ଏଥର ବିଗିଡ଼ିଥିଲି ଓ ଆଉ ଏ ବିଷୟରେ ମୋତେ ନ ପଚାରିବାକୁ ଖୁବ୍ ଜୋରରେ କହିଲି। ସେ ରାଗିଗଲା। ମୁଁ ଅଞ୍ଜୁ ସହିତ ବେଶୀ କଥାବାର୍ତ୍ତା ନ କରି ଫେରି ଆସିଲି। ସିଧା ସ୍କୁଲକୁ ନ ଆସି ଦିଦିମାନଙ୍କ ହଷ୍ଟେଲ ବାଥରୁମ୍ କଡ଼ ଦେଇ ଆସିଲି। ଅଚାନକ ମୋର ନଜର ପଡ଼ିଗଲା କୋକିଳ ଦିଦିଙ୍କ ଅର୍ଦ୍ଧନଗ୍ନ ଦେହ। ସେ ଗାଧୋଉଥିଲେ। ମୁଁ ତାଙ୍କୁ ନିରୀକ୍ଷେ ଅନେଇ ରହିଥାଏ ଓ କାଳିଝିଅର ଦେହ ବିଷୟରେ ଭାବୁଥାଏ। ଦେହର ଗଠନରେ ଏତେ ପ୍ରଭେଦ କେମିତି? କ୍ଲାସରେ ବସି ଅଞ୍ଜୁକୁ ପାଖକୁ ଡାକିଲି। ସେ ଅଭିମାନରେ ଦୁଇଟା ଡେସ୍କ ଛାଡ଼ି ଆଉ ଗୋଟେ ଡେସ୍କରେ ବସିଥିଲା। ମୋ ଇଙ୍ଗିତ ପାଇ ପୁଣି ମୋ ପାଖରେ ଡେସ୍କକୁ ଆସି ଫେରି ଆସିଲା। କ୍ଲାସ୍ ଆରମ୍ଭ ହୋଇନଥାଏ, ଘଣ୍ଟା ପଡ଼ିନଥାଏ। ପିଲାମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରୁଥାନ୍ତି। ଏତେ କଥାବାର୍ତ୍ତା ଅଥଚ ବିଷୟ କିଛି ନାହିଁ। କିନ୍ତୁ ମୋର ଗୋଟେ କଥାବାର୍ତ୍ତାର ବିଷୟ ଥିଲା। ମୁଁ ଅଞ୍ଜୁଠୁ ଜାଣିବାକୁ ଚାହିଁଲି ଯେ ଝିଅମାନଙ୍କ ବୟସ ବଢ଼ିଗଲେ ତାଙ୍କର କ'ଣ ପରିବର୍ତ୍ତନ ହୁଏ? ଅଞ୍ଜୁ ମୋତେ ବଲ ବଲ କରି ଅନାଇଲା। ତାପରେ କହିଲା, ତୁ ତେବେ ଏଇ କଥା ସେ କାଳି ଝିଅଠୁ ଜାଣିବାକୁ ଚାହୁଁଥିଲୁ? ହଁ, ଆଜି କ୍ଲାସ୍କୁ ଆସିଲା ବେଳେ କୋକିଳ ଦିଦିଙ୍କୁ ଗାଧୋଇଥିବାର ଦେଖିଲି। ତୁ ସେଠି କାହିଁ ଚୋରଙ୍କ ପରି ଦେଖୁଥିଲୁ? ଜାଣିନୁ ସେଟା ଖରାପ? ଖରାପ କ'ଣ? ମୁଁ ଯଦି ଦେଖିନଥାନ୍ତି ତେବେ ସେଇଟା କ'ଣ ଭଲ ହୋଇଥାନ୍ତା? ଏ ସମୟରେ ସ୍କୁଲର ଘଣ୍ଟା ପଡ଼ିଗଲା ଓ ଦିଦି ଆସିଗଲେ କ୍ଲାସ୍କୁ। ଦିଦି ହେଲେ ସେ କୋକିଳ ଦିଦି, ଯେ ହୁଏତ ତରବର ହୋଇ ଗାଧୁଆ ସାରି କିଛି ନ ଖାଇ କ୍ଲାସ୍କୁ ଚାଲି ଆସିଛନ୍ତି। ମୁଁ ଅପଲକ ନୟନରେ ତାଙ୍କୁ ଚାହିଁଥାଏ। ଏଇ 15 ମିନିଟ୍ ପୂର୍ବରୁ ସେ କେମିତି ଦିଶୁଥିଲେ ଆଉ ବର୍ତ୍ତମାନ ସେ କେମିତି ଦିଶୁଛନ୍ତି? ଜୀବନରେ ମୋତେ ପ୍ରଥମ ବ୍ଲାକମେଲିଂ ସେଇଦିନୁ ଆରମ୍ଭ ହେଲା। ମୋତେ ଅଞ୍ଜୁ ବ୍ଲାକମେଲ୍ କଲା। ଯଦି ମୋର ସେ କାଳିଝିଅ ସହିତ ସମ୍ପର୍କ ତାକୁ ନ କହେ ତେବେ ସେ କୋକିଳ ଦିଦିଙ୍କୁ କହିଦେବ ଯେ ମୁଁ ବାଥରୁମ୍ ପାଖରେ ତାଙ୍କୁ ଗାଧୋଉଥିବା ଅବସ୍ଥାରେ ଲୁଚି ଲୁଚି ଦେଖୁଥିଲି। ମୁଁ ଅଗତ୍ୟା ସବୁ ଘଟଣା କହିଲି ଏବଂ ଆଜି ସକାଳେ ବି କାଳିଝିଅ ଯେ ମୋ ସହିତ କୂଅ ପାଖରେ ଥିଲା ସେ କଥା ବି କହିଦେଲି। ଅଞ୍ଜୁର ମୁହଁ ଗମ୍ଭୀର ହୋଇଗଲା। ଖେଳ ଛୁଟି ପର୍ଯ୍ୟନ୍ତ ସେ ମୋ ସହିତ କଥାବାର୍ତ୍ତା କଲା ନାହିଁ। ଖେଳ ଛୁଟିରେ ମଧ୍ୟ ଦେଖାଦେଲା ନାହିଁ। ମୁଁ ଅଞ୍ଜୁକୁ ଖୋଜିବାରେ ବ୍ୟସ୍ତ ରହିଲି। ଅନେକ ସମୟ ପରେ ତାକୁ ଆବିଷ୍କାର କଲି କୋକିଳ ଦିଦିଙ୍କ ସହିତ ଗୋଟେ କାନ୍ଥ କଡ଼ରେ ଅନର୍ଗଳ ମୋ ବିଷୟରେ କହି ଚାଲିଛି। ଆଉ କୋକିଳ ଦିଦି ଆଶ୍ଚର୍ଯ୍ୟ ହୋଇ ସବୁ ଶୁଣୁଛନ୍ତି। ମୁଁ ଖୁବ୍ ଡରିଗଲି। କୋକିଳ ଦିଦିଙ୍କ ସାମ୍ନାକୁ ଯିବା ପାଇଁ ସାହସ ହେଲା ନାହିଁ। ଆଉ ଏଣେ ଅଞ୍ଜୁ ପ୍ରତି ମୋର ଗୋଟେ ଘୃଣାଭାବ ଆସିଗଲା। ମୁଁ ଚୁପଚାପ କ୍ଲାସ୍ରେ ଯାଇ ବସିଲି। ଅଞ୍ଜୁ ଆସିଲା, ମୋ ପାଖରେ ବସିଲା। ମୁଁ ତା ଆଡ଼କୁ ଅନେଇଲି। ପୁଣି କ୍ଲାସ୍କୁ ଆସିଲେ କୋକିଳ ଦିଦି ପଢ଼ାଇବାକୁ। ମୁଁ ପ୍ରତି ମୁହୂର୍ତ୍ତରେ ଆଶା କରୁଥିଲି ଯେ କୋକିଳ ଦିଦି ଏହିସବୁ ବିଷୟରେ ମୋତେ ପ୍ରଶ୍ନ ପଚାରିବେ ବୋଲି। କିନ୍ତୁ ସେ ମୋତେ ପ୍ରଶ୍ନ କରିବା ପରିବର୍ତ୍ତେ କେତେବେଳେ ଚୋରେଇ ଓ କେତେବେଳେ ଗଭୀର ଦୃଷ୍ଟିରେ ମୋର ହାବଭାବ ଲକ୍ଷ୍ୟ କରୁଥିଲେ। ମୁଁ ଚିନ୍ତା କରୁଥିଲି ମୁଁ କ'ଣ କରିବି? କୋକିଳ ଦିଦି ଯଦି ପଚାରନ୍ତି ତେବେ ମୁଁ ସତ କହିବି ନା ମିଛ କହିବି? ସେତେବେଳେ ହୁଏତ ମୁଁ ସତ କ'ଣ ମିଛ କ'ଣ ଜାଣିନଥିଲି। ତା ଆଗରୁ ଚିନ୍ତା କଲି ଅଞ୍ଜୁକୁ ମାଡ଼ ମାରିବି ନା ନାହିଁ। ଅଞ୍ଜୁ ମୋର ଏତେ ଦିନର ସାଙ୍ଗ ହୋଇ ମୋ ବିରୁଦ୍ଧରେ କୋକିଳ ଦିଦିଙ୍କୁ କହିଦେଲା। ଅଞ୍ଜୁ ମୋତେ ବାରମ୍ବାର ଚାହୁଁଥାଏ। ମୁଁ ପଣ କରିନେଲି ଯେ ମୁଁ ତା ମୁହଁ ଆଉ ଚାହିଁବି ନାହିଁ। ଅଞ୍ଜୁର ବାପା ବହୁତ ବଡ଼ ଲୋକ ଆଉ ସମସ୍ତେ କୁହନ୍ତି ଅଞ୍ଜୁ ଖୁବ୍ ସୁନ୍ଦରୀ। ସେ ମୋର ବିରୁଦ୍ଧରେ ଗଲା କାହିଁକି? ମୋର ସେ ଅଳ୍ପ ବୟସରେ ମୁଁ ଆଦୌ ବୁଝିପାରିଲି ନାହିଁ ଯେ ସବୁ ରାଗ ତାର କାଳିଝିଅ ଉପରେ। ଏଣେ କୋକିଳ ଦିଦିଙ୍କ ଦୃଷ୍ଟିକୁ ଆଡ଼େଇ ଆଡ଼େଇ ସେଦିନ ଛୁଟି ଘଣ୍ଟା ପଡ଼ିଗଲା ଓ ମୁଁ ତ୍ରାହି ପାଇଲି। ଅଞ୍ଜୁ ତା ବାପାଙ୍କ ଚପରାସୀ ସାଙ୍ଗରେ ଘରକୁ ଫେରିଗଲା। ମୁଁ ତା ସହିତ କଥାବାର୍ତ୍ତା କଲି ନାହିଁ। ମୋ ମୁହଁକୁ ଚାହିଁ କାଳିଝିଅ ଡରି ଯାଇଥିଲା। କେବଳ ଜଣେ ପ୍ରସନ୍ନ ଥିଲେ, ସେ କୋକିଳ ଦିଦି। ତେବେ ଏହିଠାରେ ଶେଷ ହେଲା ଆତ୍ମଜୀବନୀ ଆର୍ଯ୍ୟ ଦାସର ଆତ୍ମଲିପିର ଦ୍ୱିତୀୟ ଭାଗ। ଆଗାମୀ ଅଧ୍ୟାୟରେ ଏହି ଆତ୍ମଜୀବନୀଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।